ଗଣ୍ଡ ଭୈରବ ଗୋଟେ ଶଙ୍କର ତ୍ରିପାଠୀ ଭାଇନାଙ୍କର ଗୋଟେ ନୋବେଲ ଯିଏ ଲେଖିଥିଲେ ସେଇ ଘଟଣା ଉପରେ ସିନେମାଟି ଶଙ୍କର ତ୍ରିପାଠୀ ଭାଇନା ବି ଡାयलଗ ଲେଖିଛନ୍ତି। ସୁଧାଂଶୁ ମୋହନ ସାହୁ ଡାଇରେକ୍ଟର। ସିନେମା ଲୋକମାନେ କହୁଛନ୍ତି ଯେ ଅରିଜିନାଲ ଷ୍ଟୋରି ହଉନି, ତ ଏଇଟା ତ ପୁରା ବହିରୁ ହିଁ ଆସିଛି, ମାନେ ଯୋଉ କଳା ସଂସ୍କୃତିର କଥା, ତ ସେଇ କଳା ସଂସ୍କୃତିରୁ ଆସିଛି ସିନେମାଟି, କଳା ସଂସ୍କୃତିକୁ ଉଚ୍ଚରେ ରଖିବା ପାଇଁ। ତ ବହୁତ ଭଲ ହେଇଛି ସିନେମା। ଆଶା କରିବି ଯେ ଲୋକମାନେ ଆସିକି ରଥଯାତ୍ରାରେ ସିନେମାଟିକୁ ନିହାତି ଦେଖିବେ, ବହୁତ ଭଲ ଲାଗିବ ସିନେମା। ସ୍ପେଶାଲି ଦେବାଶିଷ ଭାଇ ବହୁତ କଷ୍ଟ କରିଛନ୍ତି ଫିଲ୍ମ ପାଇଁ, ୱେଟ୍ ଗେନ୍ କରିଛନ୍ତି, ୱେଟ୍ ପୁଣି ଖସେଇଛନ୍ତି, ବହୁତ ବହୁତ କଷ୍ଟ କରିଛନ୍ତି ସେ ଫିଲ୍ମ ପାଇଁ। ସିନେମାଟି ସୁଟିଂ ହବା ପାଇଁ ବି ଲାଗିଛି 8 ମାସ 10 ମାସ ପାଖାପାଖି। ଭଲ ଆକାରରେ ହେଇଛି ଫିଲ୍ମଟି। ଆଚ୍ଛା, ଗୋଟେ ଆଣ୍ଟାଗୋନିଷ୍ଟ ଭାବେ ଆପଣ ଏବେ ଚର୍ଚ୍ଚିତ, ତ ଏ ସିନେମାରେ ଆପଣଙ୍କର କୋଇ ଆଣ୍ଟାଗୋନିଷ୍ଟ ଅଛି ନା ସେମିତି କିଛି ପଜିଟିଭ ଚରିତ୍ର କରିଛନ୍ତି? ନା, ଇଟ୍ସ ଏ ଗ୍ରେ ସେଡ୍ସ ଅଫ କ୍ୟାରେକ୍ଟର, କମ୍ପ୍ଲିଟ ନୁହେଁ ଆଣ୍ଟାଗୋନିଷ୍ଟ, ଭିଲେନ କମ୍ପ୍ଲିଟ ନୁହେଁ, ଇଟ୍ସ ଏ ଗ୍ରେ ସେଡ୍ସ ଅଫ କ୍ୟାରେକ୍ଟର। ତ ଗୁଡ଼ାଏ ଅଲଗା ଅଲଗା କିସମର କ୍ୟାରେକ୍ଟର, କିନ୍ତୁ ହଁ, ମୋ କ୍ୟାରିୟର ଭିତରେ ଏଇ ଯୋଉ ଚରିତ୍ର ବନୁରଣା ଗୋଟେ ବହୁତ ଭଲ ଚରିତ୍ର, ଭଲ ଲାଗିବ ଲୋକଙ୍କୁ ଦେଖିବା ପାଇଁ। ଗୋଟେ ଅଲଗା ପ୍ରକାରର ଗୋଟେ ଦିଟା ସେଟ୍ସର ଅଛି କଥାଟି, ଅଲଗା ଲାଗିବ। କାହାକୁ ନେଇ ସିନେମାଟି ବେଶୀ ଗତିଶୀଳ ହୋଇଛି? ନାଇଁ, ସିନେମାଟି ତ ଆମର ଦେବାଶିଷ ଭାଇନା ଯେହେତୁ ଲିଡ୍ କରୁଛନ୍ତି, ତ ତାଙ୍କୁ ହିଁ ନେଇକି ଗତିଶୀଳ ହେଇଛି, ତାଙ୍କରି ଉପରେ କାହାଣୀ ନାୟକ ସେ। କିନ୍ତୁ ମୋ ଚରିତ୍ରଟି ଗୋଟେ ଅଲଗା ପ୍ରକାରର ହେଇଛି, ଭଲ ଚରିତ୍ରଟି, ବନୁରଣା ଚରିତ୍ର, ଲୋକ ମନେ ରଖିବେ ଭାବୁଛି। ଗୋଟେ ଭଲ ଡାଇଲଗ ଶୁଣିପାରେ କି? ଡାଇଲଗ ସେଇ ସିନେମାରେ ଦେଖିଲେ ଭଲ ଲାଗିବ। ଆଉ ସେଇ ଡାଇଲଗ ଛୋଟ ସେଇ ହାଲକା ଡାଇଲଗ, ସେ ଦର୍ଶକ ମାନଙ୍କ ପାଇଁ ମୁଁ କଣ କି, ମାନେ ଯୋଉ ଆପଣ ମାନେ ଏତେ ମାତ୍ରାରେ ଯୋଉ ଲଗେଇଦେଲେ ବୁମ୍ ଫୁମ୍, ମୁଁ ଆକ୍ଚୁଆଲି ନର୍ଭସ ହେଇଯାଏ, ମାନେ ମୁଁ ଡାଇଲଗ କହିପାରେନି। ତ ମୁଁ କମ୍ଫର୍ଟେବଲି ଜୋନରେ ଡାଇଲଗ କୁହେ। କମ୍ଫର୍ଟେବଲି ଜୋନଟା ଓନ୍ଲି ସୁଟିଂ ହିଁ ଥାଏ। କମ୍ଫର୍ଟେବଲ ଜୋନ୍ ଆପଣ ଅଛନ୍ତି? ମୁଁ ସେଇଟା ପୁରା ଫିଲ୍ କରିହଉନି। ସେଇଟା ଫିଲ୍ କରିଥିଲେ ତ ଏଇଟା 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 ସିନେମା ହେଇଯାଆନ୍ତା ନା। ଫିଲ୍ ବୁମ୍ ଫୁମ୍। ଆଚ୍ଛା, ଆରେ ଭାଇ ଶୁଣ 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 ବୁମ୍ ଫୁମ୍ ନାହିଁ, ଆମେ ଯେତେବେଳେ କଥାରେ କହୁ, ଗୋଟେ କଥାରେ ନଥା ଥାଏ, ଏଇଟା ଗୋଟେ ରଥା। ଆପଣ ନଥା ଏଇଟା ଗୋଟେ, ତ ଆପଣ ତ ରୂଢି ପ୍ରୟୋଗ ତ ଜାଣିଥିବେ ନା। ହଁ, ଏଇଟା ତ ଯେମିତି କ୍ୟାମେରା ଫ୍ୟାମେରା ଅଛି, ଗହମ ଫହମ କହନ୍ତି, ଚାଉଳ ଫାଉଳ କହନ୍ତି, ତ କଥାରେ ନଥା ଗୋଟେ ରୂଢି ଅଛି, ରୂଢି ସାହିତ୍ୟ ଯୋଉମାନେ ପଢିଥିବେ। ହଁ, ନାଇଁ ନାଇଁ, ରୂଢି ରୂଢି ସେଇଥିପାଇଁ ହିଁ ଆସିଛି। ତ ଏଇଟା ଗୋଟେ ରୂଢିର କଥାଟି। ତ ଆଉ କଣ? ଆଚ୍ଛା, ଆପଣ କେବଳ ଏଇ ଆଣ୍ଟାଗୋନିଷ୍ଟ ହେବେ ନା କେବେ ପ୍ରୋଟାଗୋନିଷ୍ଟ ହେବେ, କେବେ ହିରୋ ହେବେ ନଜର ଆସିବେ? ମାନେ ସିରିୟସଲି କିନ୍ତୁ ନାଇଁ ଆଣ୍ଟାଗୋନିଷ୍ଟ ପ୍ରୋଟାଗୋନିଷ୍ଟ ନୁହଁ, କିନ୍ତୁ ଭାଇ କିନ୍ତୁ ଯାଅ ବୁମ୍ ଫୁମ୍, ମାନେ ଏଇ ଯୋଉ ଟିକେ ଟିକେ କଥାକୁ ନେଇ କଣ୍ଟ୍ରୋଭର୍ସି, ଏଇଟା କିନ୍ତୁ ସିରିୟସଲି ମାନେ ହଁ ହଁ, ନାଇଁ ମୋ କହିବା କଥା, ସାହିତ୍ୟ ପଢିଥିବା ଲୋକ ତ ଏଇଟା ଖରାପ ଭାବିବେ ନାହିଁ ନା, କାହିଁକି ନା ଆରେ ସାହିତ୍ୟ ରୂଢି ଅଛି ନା, ରୂଢି ପ୍ରୟୋଗ ତ ଅଛି ନା, ତ ଏଇଟା ତ ରୂଢିର କଥାଟି ନା, ତ କଥା ନଥା ଯୋଉ କଥାଟି। ଏଇଟା ନା 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 ନା, ଏଇଟା ତାଙ୍କ ଚଷମା ଥିଲା, ଏଇଟା ମୋ ଚଷମା। ନାଇଁ, ଆଣ୍ଟାଗୋନିଷ୍ଟ ଯୋଉ ପ୍ରୋଟାଗୋନିଷ୍ଟ କହିଲେ, ଯୋଉ ମୁଁ ସେମିତି ଭାବି ନାହିଁ। ଇଟ୍ସ କମ୍ପ୍ଲିଟଲି ଡିରେକ୍ଟର୍ସ ମିଡିୟମ, ତ ତାଙ୍କ ଉପରେ ଡିପେଣ୍ଡ କରେ ସେମାନେ ମତେ କଣ ଭାବିକି ନଉଛନ୍ତି ଫିଲ୍ମରେ। ତାଙ୍କୁ ଯଦି ଭଲ ଲାଗିବ ଯେ ହଁ କ୍ରିଷ୍ଣା ଏଇ ଚରିତ୍ରରେ କରିପାରିବ, ଏଇ ଚରିତ୍ର ତାକୁ ସୁଟ୍ କରିବ, ତ ସେ ନିଅନ୍ତି। ତ ଏଥିରେ ମୋର କିଛି କହିବାର ନାହିଁ। କିନ୍ତୁ ଆପଣଙ୍କର ଇଚ୍ଛା ନାହିଁ ଗୋଟେ ହିରୋ ହେବେ, 6 ଫୁଟର ପିଲା, ହାଟା କଟା ଚେହେରା, ହିରୋ ହବା ପାଇଁ ଇଚ୍ଛା ନାହିଁ? ଆର୍ଟିଷ୍ଟଙ୍କର କୌଣସି ଇଚ୍ଛା ନ ରହିବା ଦରକାର, ସେ କେବଳ ଅଭିନୟ ପ୍ରତି ଇଚ୍ଛା ରଖିବା ଦରକାର। ଅଭିନୟ ପ୍ରତି ଇଚ୍ଛା ରଖିଲେ ତାଙ୍କୁ ଯୋଉ ଅଭିନୟ ବି ମିଳିବ ସେ ଭଲ କରିବା ପାଇଁ ଚେଷ୍ଟା କରିବେ। ତ କୌଣସି ଇଚ୍ଛା ନ ରହିବା ଦରକାର। ଥ୍ୟାଙ୍କ ୟୁ।